ଯୋଗେଶ ଆଗକୁ ନେ ଭୂମିକା। ତୁ ଭୁଲି ଯାଉଛୁ କରିମ ଖାଁ, ଗାଈ ହଉଛି ମୋ ମା ଆଉ ତୁ ହଉଛୁ ମୋ ମାର ମାଂସ ଖିଆ ରାକ୍ଷସ। ସେଇ ରାକ୍ଷସକୁ ବଦ୍ଧ କରିବା ପାଇଁ ମାର ପୁଅ ଆସିଛି, ମୋ ପୁତ୍ର ସନାତନ। ଏବେ ଗୋଟେ ପ୍ରଯୋଜକ କହିଲେ ଯୋଉମାନେ କଳାକାର ବାସି ରୁଟି ଖିଆ କୁକୁର। କଳାକାର ମାନେ ବାସି ରୁଟି ଖିଆ କୁକୁର। ସେମାନେ ତାଙ୍କୁ କେମିତି ଦେଖୁଥିଲେ? ସତ୍ୟ କଥାରେ କହିବି, ସେ ଜଣେ ପ୍ରଯୋଜକ। ଜଣେ ପ୍ରଯୋଜକ କୋଟି କୋଟି ଟଙ୍କା ଖର୍ଚ୍ଚ, ତାଙ୍କ ମତରେ ଜଣେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କୋଟି କୋଟି ଟଙ୍କା ଲସ୍ କରି ଯୋଗେଶ ଭୂମି ଆଗକୁ ନେ। ଯଦି ତାଙ୍କ ସଂସ୍ଥାର କୋଉ କଳାକାରଙ୍କଠୁ ବା କଳାକାରଙ୍କଠୁ ଯଦି ଟର୍ଚର ସହିଥିବେ କଣ ହଉଛି? ତାହେଲେ ସିଏ ସେ ହୁଏତ ସେ ମନ୍ତବ୍ୟ କାହାକୁ ଆମେ କଣ କହିପାରିବା। ଜଣେ ସେଠି କଷ୍ଟ ନ ସହିଥିଲେ ସେ କେବେ କହିଥାନ୍ତେ କି ଗୋଟେ କୁକୁର ବୋଲି। ସେ ମୁଁ ଶୁଣିଛି ସେ କଳାକାରଙ୍କୁ ବହୁତ ଭଲ ପାଆନ୍ତି। ହୁଏତ କୋଉ ପରିସ୍ଥିତିରେ ତାଙ୍କ ଯାହାକୁ ଦେଖିଲେ ଆମେ ଭାବିପାରିବା ଯେ ସେ କୋଉ ପରିସ୍ଥିତିରେ କହିଛନ୍ତି। ଆଜ୍ଞା ସେ କହିଲେ କଳାକାର ସଂଘରେ ଯୋଉ କଳାକାର ରହିବେ ତାଙ୍କୁ ସେ ପାର୍ଟିରେ ରଖିବେ। ସେ କହିଲେ ତାଙ୍କ ପାର୍ଟିରେ ରଖିବେ। ଶୁଣନ୍ତୁ, ସେ ତାଙ୍କ ପଇସା ତାଙ୍କ ପାର୍ଟି ସିଏ ପଇସା ଖର୍ଚ୍ଚ କରିଛନ୍ତି, ତେଣୁ ସିଏ କାହାକୁ ରଖିବେ ନ ରଖିବେ ସେ ତାଙ୍କ ଉପରେ ନିର୍ଭର କରେ। ଯେତିକି ଜଣ ଅଭିନୟ କରୁଛନ୍ତି ଯାତ୍ରାରେ ସମସ୍ତେ ଯେ କଳାକାର ସଂଘର, ସେଟା କଣ କିଛି ଲେଖା ହେଇଛି କି ଯେ ଇଏ କଳାକାର ସଂଘ ହେଲେ ଯାଇକିରି ଆକୁ ଅଭିନେତାର ମାନ୍ୟତା ମିଳିବ? ହଜାର ହଜାର କଳାକାର ଅଛନ୍ତି, ସଂଘ ଦୁଇ ଜଣ ମାଲିକଙ୍କ ନାଁ ମଧ୍ୟ କହିଛନ୍ତି, ସଞ୍ଜୀବ ବାବୁ ଆଉ ଜଣେ କାଳିଆ ବାବୁ। ଦୁଇ ଜଣ କାଳେ ଯାତ୍ରା ଇଣ୍ଡଷ୍ଟ୍ରିକୁ ଖରାପ କରୁଛନ୍ତି, ତଳକୁ ନଉଛନ୍ତି, ବିପଦଗାମୀ କରୁଛନ୍ତି। ମାନେ ହୁଏତ ତାଙ୍କ ମନ ଭିତରେ ସେଇଟା ଥାଇପାରେ, ତାଙ୍କ ଦ୍ଵାରା ସେ ହଟ୍ ହେଇଥାଇ ପାରନ୍ତି। ସବୁ ପ୍ରଯୋଜକ ଖରାପ ନୁହନ୍ତି। ତାମାନେ କ୍ଷୀର ସ୍ୱାଇଁ ଯାହା ମନ୍ତବ୍ୟ ଦେଇଛନ୍ତି ଠିକ। ମୋ ମତରେ ତ ମୁଁ କହିବି ଠିକ, ମୋ ମତରେ ମୁଁ କହିବି ଠିକ। ଆଉ ଯଦି କୁକୁର ମୁଁ ଆଉ ଗୋଟେ କଥା ବି କହୁଛି, ମୋ ପ୍ରଯୋଜକ ମତେ କହିଛନ୍ତି ଯେ ମୁଁ ମୋ କଳାକାର ମାନଙ୍କ ପାଇଁ ଗର୍ବିତ। ମୋ ପ୍ରଯୋଜକ ମତେ କହିଛନ୍ତି, ତେଣୁ ସିଏ ତାଙ୍କ ସଂସ୍ଥାର କଳାକାରଙ୍କୁ କାହାକୁ କହିଥିବେ। ସବୁ କଳାକାର ତ ସମସ୍ତେ ମାନେ ଖରାପ ନୁହନ୍ତି ନା। ଜଣେ ଦି ଜଣ କଳାକାରଙ୍କ ପାଇଁ ଟୋଟାଲ କଳାକାର ଗାଳି ଶୁଣୁଛନ୍ତି, ଆଉ ଜଣେ ଦି ଜଣ ପ୍ରଯୋଜକଙ୍କ ପାଇଁ ଟୋଟାଲ ପ୍ରଯୋଜକ ଅପମାନିତ ହଉଛନ୍ତି ବା ଲୋକ ତାଙ୍କୁ ଖରାପ କରୁଛନ୍ତି। ତେଣୁ କିଏ କାହା ଜାଗାରେ ସିଏ କୁକୁର ବୋଲି କହିଲେ ଆମେ କୁକୁର ହେଇଗଲେ। ଯଦି ବି ତାଙ୍କ ମତରେ ଆମେ କୁକୁର ହେଇକିରି ବାସି ରୁଟି ଖାଇକିରି ଲୋକଙ୍କୁ ଏଣ୍ଟରଟେନ କରୁଛୁ, ତାହେଲେ ତମେ ଅଧିକ ପଇସା ନେବା କଥା, ହଁ କି ନାଇଁ? ପଇସା ଆମେ ନବୁ ନା। ଆମେ କଳାକାର, ଆମେ ରାତି ସାରା ଖଟିକିରି ଲୋକଙ୍କୁ ମନୋରଞ୍ଜନ ଦେଇକିରି ବାସି ରୁଟି ଖାଇକି ଆମେ ଖୁସି ହେଇପାରୁଛୁ, ତାହେଲେ ଆମେ ଅଧିକ ପଇସା ନେବା ପାଇଁ ଯୋଗ୍ୟ। ଆଉ ଗୋଟେ କଥା, ଡକ୍ଟର ମାନେ କହୁଛନ୍ତି ଯାହାକୁ ଡାଇବେଟିସ ହେଇଛି କି କଣ ହେଇଛି ସେ ବାସି ରୁଟି ଖାଇବା ଦରକାର, ପଖାଳ ଖାଇବା ଦରକାର, ହଁ କି ନାହିଁ? ଫର୍ମେଣ୍ଟେଡ ରାଇସ୍ ରେ ଯେତିକି ଭିଟାମିନ ମିନେରାଲ୍ସ ଅଛି, ଭାତରେ ସେତିକି ମାନେ ନର୍ମାଲ ରାଇସ୍ ରେ ସେତିକି ନାହିଁ। ସତ କଥା। କଣ କୁକୁର କଣ ଜଣେ କୁକୁର କହିଥିଲା କୁକୁର ହେଇଛି, ଲୋକମାନେ ସେମିତି କଣ ଗୁଡାଏ କଥା କହିନାହାନ୍ତି। ଥ୍ୟାଙ୍କ ୟୁ ଭାଇ।